ଆମ ଜଗା ଭାରି ବଢ଼ିଆ। ଧନେ ସନ୍ତୋଷୀ ତାଙ୍କ ମନ, ଗଲେ ସେ ଯେ ଚାହା ଭୁବନ। ମୁନିଙ୍କି କରି ଅନୁଯାନ, ସମ୍ଭ୍ରମ କଧର୍ମର ମନ। ଗୃହେ ଯେ ପୁତ୍ର ଉପୁଜିଲା, କପିଳ ନାମେ ବିଷ୍ଣୁ କଳା। ବେଗେ ମିଳିଲା ପୁତ୍ର ପାଶେ, ସ୍ୱଭାବେ ଜନକ ବିଶ୍ୱାସେ। ବିଷ୍ଣୁର ଜନ୍ମ ପତ୍ନୀ ଗର୍ଭେ, ସୋମରେ ଶୁକ୍ଳ ବାକ୍ୟ ଏବେ। ଏକାନ୍ତେ ପୁତ୍ର ପାଶେ ଯାଇ, ବୋଲେ କପାଳେ କର ଦେଇ। ଦେଖ ମୋହର ଦୁଷ୍ଟପଣ, ନ ସେବି ତୁମ୍ଭର ଚରଣ। ଏ ଗୃହ ଅନ୍ଧକୂପ ପଥେ, ପଡ଼ିଲି ଅମଙ୍ଗଳ ଯନ୍ତ୍ରେ। ଅନେକ ଜନ୍ମେ ଯୋଗ ସାଧ୍ୟ, ଯୋଗ ସମ୍ପାତି ଅନୁପାତେ। ଯେ ପ୍ରାଣୀ ଗୃହ ବନ୍ଧ ତେଜେ, ବନସ୍ତେ ତୋ ଚରଣ ଭଜେ। ପନ୍ନ କୁଟୀର ମଧ୍ୟେ ଥାଇ, ବଞ୍ଚତି ତୋ ଚରଣ ଧ୍ୟାଇ। ତୋ ପାଦ ଦେଖିବାର ଆଶେ, ସାଧନ୍ତି ଅନେକ ବରଷେ। ଏ ମନ୍ତ ପ୍ରଭୁ ତୁମେ ହରି, ମୋର ଭୁବନେ ଅବତରି। ତୋର ଭକତ ରକ୍ଷା ଅର୍ଥେ, ତୋ ଅବତାର ଏ ଜଗତେ। ନିଜ ବଚନ ସତ୍ୟ କରି, ତୁମୋହ ଗୃହେ ଅବତରି। ସ୍ୱଭାବେ ସର୍ବଭୂତେ ଥାଉ, ଭକତ ମାନ ତୁ ବଢ଼ାଉ। ଭକତ ହିତେ ନାନା ଯୋନି, ଉପୁଜୁ ନିଜ ତେଜ ଘେନି। ପଣ୍ଡିତ ଜନେ ତୋ ବିଶ୍ୱାସେ, ତୋ ପାଦ ପଦ୍ମ ଗନ୍ଧ ବାସେ। ସଂସାର ତେଜି ସେ ଭଜନ୍ତି, ଅନ୍ତେ ତୋ ଶରୀରେ ପଶନ୍ତି। ତୁ ପୂର୍ଣ୍ଣ ବ୍ରହ୍ମ ନର ହରି, ପ୍ରକାଶ ଜ୍ୟୋତି ରୂପ ଧରି। ଐଶ୍ୱର୍ଯ୍ୟ ବୀଜ ଯଶ ଜ୍ଞାନ, ତୁ ଶ୍ରୀ ବୈରାଗ୍ୟ ପରିପୂର୍ଣ୍ଣ। ତେଣୁ ଶରଣାଗତ ମୁହିଁ, ମୋ ଦୋଷ କ୍ଷମ ଭାବ ଗ୍ରାହୀ। ତୁ ନାଥ ପରମ ପୁରୁଷ, ପ୍ରକୃତି ରୂପେ ତୋ ପ୍ରକାଶ। ମହତ ଆଦି ରୂପ ତୋର, ଭୂତଙ୍କ ସୂକ୍ଷ୍ମ ଅହଙ୍କାର। ତ୍ରିଗୁଣମୟୀ କାଳ ରୂପୀ, ତୁ କବି ସର୍ବଭୂତେ ବ୍ୟାପୀ। ତୋ ରୂପ ଆତ୍ମଜ୍ଞାନ ଅର୍ଥେ, କପିଳ ରୂପେ ଜଗତେ। ଶରଣାଗତ ତୋ ଚରଣେ, ମୋ ମନେ ରହ ଅନୁକ୍ଷଣେ। ତୁ ପ୍ରଜାପତିଙ୍କର ନାଥ, ତୁ ଯେ ହୋଇଲୁ ମୋର ସୁତ। ତୁ ଅବତୀର୍ଣ୍ଣ ହେଲା ମାତ୍ରେ, ମୋରଣ ତ୍ରୟ ନାହିଁ ଗାତ୍ରେ। ପୂର୍ଣ୍ଣ ହୋଇଲା ମନୋରଥ, ସନ୍ନ୍ୟାସ ମାର୍ଗେ ଏବେ ଚିତ୍ତ। ତେଣୁ ମାଗଇ ଆତ୍ମା ଅର୍ଥେ, ତୋ ପାଦ ଧ୍ୟାନ ହୃଦଗତେ। ଧରିଣ ବୁଲିବି ଜଗତେ, ମନ୍ଦ ଆଜ୍ଞା ଦିଅ ମତେ। ତୋହର ତପ ତେଜ ବଳେ, ମୋ ଅବତାର ଏ ଶୟଳେ। ନିଜ ବଚନ ସତ୍ୟ କରି, ତୋ ପତ୍ନୀ ଗର୍ଭେ ଅବତରି। କି ଲଭି ପାରେ ମୋର ଭାବ, ମୋ ରୂପ ଯୋଗୀଙ୍କି ଦୁର୍ଲଭ। ମୁଁ ଏବେ ସଂସାରର ଅର୍ଥେ, ଜ୍ଞାନ ପ୍ରକାଶୀ ଏ ଜଗତେ। ଏ ସିଦ୍ଧ ଦେହେ ଥିବି ମୁହିଁ, ଯାବତ ସୂର୍ଯ୍ୟ ଚନ୍ଦ୍ର ମହି। ଯେ ତତ୍ତ୍ୱ ଜ୍ଞାନ ପୂର୍ବେ ଥିଲା, କାଳର ବଳେ ନାଶ ଗଲା। ସେ ତତ୍ତ୍ୱ ପ୍ରକାଶିବା ଅର୍ଥେ, ମୋ ଅବତାର ଏ ଜଗତେ। ତୋହର ମନେ ପ୍ରିୟ ଯେତେ, ସବୁ ସମର୍ପି ଦିଅ ମତେ। ମୋର ଚରଣେ ଭାବେ ପଡ଼ି, ଚଳ ତୁ ଗୃହ ବନ୍ଧ ଏଡ଼ି। ସୁଦୃଢ଼େ ମୋ ପଦ ଭଜିବୁ, ଦୁର୍ଜୟ ମରଣୁ ତରିବୁ। ଅନ୍ତେ ପଶିବୁ ମୋ ଚରଣେ, ବେଗେ ଯା ତପ ସାଧବନେ। ମୁଁ ଆତ୍ମାନନ୍ଦ ଜ୍ୟୋତି ପଦେ, ପ୍ରକାଶ ସର୍ବଭୂତ ହୃଦେ। ଆତ୍ମାର ମଧ୍ୟେ ଆତ୍ମା ଦେଖ, ମୃତ୍ୟୁ ସକାଶୁ ଆତ୍ମା ରଖ। ଆଧ୍ୟାତ୍ମ ବିଦ୍ୟା ସତ୍ୟ କର, ଏ ମାୟା ବନ୍ଧନୁ ନିସ୍ତର। ଯେ ବିଦ୍ୟା ବଳେ ଦେବହୂତି, ହେବ ପରମାନନ୍ଦ ପ୍ରାପ୍ତି। ମୈତ୍ରେୟ ଉବାଚ। ଏ ମନ୍ଦ ହରି ଆଜ୍ଞା ପାଇ, ଅଭୟ ପାଦେ ମନ ଦେଇ। ବିଷ୍ଣୁଙ୍କୁ ପ୍ରଦକ୍ଷିଣ କଲା, ମୌନ ବ୍ରତେ ବନ ଗଲା। ଅହିଂସା ବ୍ରତ ଆଚରଣ, କେବଳ ଆତ୍ମାରେ ଶରଣ। ନିସଙ୍ଗ ଗୃହ ନିରପେକ୍ଷ, ଅନଳ ଛାଡ଼ି ସେ ପ୍ରତ୍ୟକ୍ଷ। ନିର୍ଗୁଣ ବ୍ରହ୍ମେ ମନ ଦେଇ, ସତ ଅସତ ପର ସେହି। ଏକାନ୍ତ ଭକ୍ତିର ସେ ରସି, ଜିଣିଲା କାଳ ଦଣ୍ଡ ପାଶି। ଭ୍ରମଇ ବନ ଘନ ଗିରି, ଦେଖଇ ସର୍ବଭୂତେ ହରି।
ଇନ୍ଦ୍ରିୟ ଗଣକୁ ନିରୋଧି ଯେ ସନେ ନିଶ୍ଚଳ ଜଳଧି ସର୍ବଜ୍ଞ ସର୍ବ ଆତ୍ମା ଭାବେ ସେ ଭଗବାନ ବାସୁଦେବେ ସେ ଭାବେ ରହି ଧୀରପଣେ ନିର୍ବାଣ ମୁକ୍ତିର ଭିଆଣେ ଦେଖଇ ସର୍ବଭୂତେ ହରି ଆତ୍ମା ସ୍ୱରୂପେ ଅଛି ପୁରୀ ହରିର ଦେହେ ଜଗତ ଦେଖେ ଅଭେଦେ ଦୃଷ୍ଟିଗତ ଅନ୍ତେ ଲଭିଲା ହରି ବାପ ଯେ ହରି ଦେବଙ୍କୁ ଦୁର୍ଲଭ ଏ ମନ୍ଦ ବିଦୁରର ଆଗେ ମୈତ୍ରୀୟ କହେ ପ୍ରିୟ ଭାବେ ନିର୍ମଳ ଭାଗବତ ବାଣୀ ଭାଷା ପ୍ରବନ୍ଧେ ପରିମାଣୀ ତୃତୀୟ ସ୍କନ୍ଧେ ଭାଗବତ କହିଲା ଦାସ ଜଗନ୍ନାଥ ଇତି ଶ୍ରୀମଦ୍ଭାଗବତେ ମହାପୁରାଣ ପରମହଂସ୍ୟା ସଂହିତାୟା ତୃତୀୟ ସ୍କନ୍ଧେ କଧର୍ମ ପ୍ରବର୍ଜନମ୍ ନାମ ଚତୁର୍ବିଂଶ ଅଧ୍ୟାୟ ପଞ୍ଚବିଂଶ ଅଧ୍ୟାୟ ଆରମ୍ଭ ସଂସାର ବନ୍ଧ ବିମୋଚନ ପରମ ଭକ୍ତିର ଲକ୍ଷଣ ମାତାର ପ୍ରଶ୍ନେ ସେ କପିଳ ବୋଲନ୍ତି 25 ଅଧ୍ୟାୟ ଶୁନକ ବାଚ ତତଜ୍ଞ କପିଳ ମହେଶ୍ରୀ ଜନ୍ମ ହୋଇଲେ ମର୍ତ୍ତ୍ୟ ଆସି ଜନ୍ମ ବର୍ଜିତ ସେ ଅଟନ୍ତି ଆତ୍ମାରେ ଜ୍ଞାନ ପ୍ରକାଶନ୍ତି ପୁରୁଷ ଶ୍ରେଷ୍ଠ ସେ ଅଟନ୍ତି ଯୋଗୀଙ୍କ ମଧ୍ୟରେ ଯୋଗପତି ତାହାଙ୍କ ଚରିତ ଶୁଣିଛି ମୋ ଆତ୍ମା ସନ୍ତୁଷ୍ଟ ନ ହେଉଛି ଭକ୍ତ ରୁଚିର ରୂପ ଧରି ଆତ୍ମା ମାୟାରେ ଯାହା କରି ସେ ସବୁ କହ ମୋ ଆଗରେ ତାହା ମୁଁ ଶୁଣିବି ଶ୍ରଦ୍ଧାରେ ଭୂମୁନି ପଚାରିଲ ଯାହା ବିଦୁର ବୁଝିଥିଲେ ତାହା ମୈତ୍ରେୟ ତାଙ୍କୁ କହିଥିଲେ ଏବେ କହୁଛି ଶୁଣ ଭଲେ ପିତା ଅରଣ୍ୟେ ଗଲେ ଯେହୁଁ ମାତାର ପ୍ରିୟ କାର୍ଯ୍ୟ ତେହୁଁ କରିବା ପାଇଁ ଯେ କପିଳ ରହିଲେ ବିନ୍ଦୁସର ତୀର ତତ୍ତ୍ୱମାର୍ଗର ପାରଦର୍ଶୀ ଅଟନ୍ତି କପିଳ